ଶ୍ରାବଣ ସୋମବାର ଦିନ ଯଦି ଶିବ ମନ୍ଦିର ଯାଉଛନ୍ତି ତ ଭୁଲରେ ବି ଏହି ତିନୋଟି ଭୁଲ କରନ୍ତୁ ନାହିଁ। ଜାଣିବା ଆଗରୁ ମହାଦେବଙ୍କ ଭକ୍ତଗଣ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ଶ୍ରାବଣ ସୋମବାର ଦିନ ମନ୍ଦିର ଯିବା ବା ବ୍ରତ ରଖିବା ଦ୍ୱାରା ଭଗବାନ ଶଙ୍କର ତାଙ୍କ ଭକ୍ତଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ନମ୍ବର 1, ଶଙ୍କରଙ୍କ ପୂଜାରେ କ୍ଷୀର ଜଳ ମିଶାଇ ଅଭିଷେକ କରାଯାଏ, କିନ୍ତୁ ଧ୍ୟାନ ରଖିବେ ତମ୍ବା ପାତ୍ରରେ କ୍ଷୀର ଢାଳିବେ ନାହିଁ। ତମ୍ବା ପାତ୍ରରେ କ୍ଷୀର ଢାଳିବା ଦ୍ୱାରା ସେହି କ୍ଷୀର ସଂକ୍ରାମିତ ହୋଇଯାଏ। ଚଢ଼ାଇବା ପାଇଁ ସେହି କ୍ଷୀର ଉପଯୁକ୍ତ ହୋଇନଥାଏ। ନମ୍ବର 2, ଶିବଲିଙ୍ଗ ଉପରେ କ୍ଷୀର ଦହି ମହୁ ଚଢ଼ାଇ ସାରିବା ପରେ ଜଳ ଜରୁର ଚଢ଼ାନ୍ତୁ, ତେବେ ଯାଇ ଜଳ ଅଭିଷେକର ପୂରଣ ହୋଇଥାଏ। ନମ୍ବର 3, ଶାସ୍ତ୍ର ଅନୁସାରେ ଶିବଲିଙ୍ଗରେ କେବେ ବି ସିନ୍ଦୁର ବା ହଳଦୀର ତିଳକ ଲଗାଇବା ଉଚିତ ନୁହେଁ। ଶିବ ମନ୍ଦିର ଯେବେ ଯାଉଛନ୍ତି ଏହି ତିନୋଟି ନିୟମ ନିଶ୍ଚୟ କରନ୍ତୁ।